দেখুন তো আমি আসিকিনা পৌঁছিଛୁ ଆଜି କଳାହାଣ୍ଡି ଜିଲ୍ଲା ପୋପସରା ବ୍ଲକ ତେମରା ପଞ୍ଚାୟତର ଯୋଉ କଲାଗୁଡା ଗାଁ ଅଛି ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଯୋଉଠାରେ ଅଛି ଏଠି ଗୋଟେ ଅଭିଯୋଗ ଆସିଛି ଯେ ଯୋଉ ଶିକ୍ଷକ 2 ଜଣ ଅଛନ୍ତି 3 ଦିନ ପାଳି ଗୁଳି କରୁଛନ୍ତି ଏବଂ ସେ 12, 11, 11:30 ଆସିକି ଏଠି ଆସୁଛନ୍ତି ଉପସ୍ଥିତ ହଉଛନ୍ତି କିନ୍ତୁ ଏଠି ଖୋଲା ଯାଉଛି ସ୍କୁଲ କିଏ ଖୋଲୁଛି କଣ ପାଇଁ ଖୋଲୁଛି ଏବଂ କଣ ପାଇଁ ଖୋଲା ଯାଉଛି ତାହା ଉପରେ ଆମେ ପଚାରି ବୁଝିବା ଏଠି ଗାଁ ଲୋକ ଅଛନ୍ତି କାଣ କହିବେ ଦେଖନ୍ତୁ ସାର୍ ମୁଇଁ କରଲାଗୁଡ଼ା ଗାଁର ମେମ୍ବର ଅଛେ। ଆରେ ଇ ଶିକ୍ଷା ବ୍ୟବସ୍ଥା ଯେନ୍ ଆମର ମାଟି ତଲ ତବି ସାରଲେ ନା ସାର୍ ମାନକେ ସେମାନକେ ଶିକ୍ଷକ କି করে লাজ লাগবা কথা এনসি কেনসি দিন নেই না যে ইমনে 11টা ପୂର୍ବରୁ ପହଞ୍ଚୁଥିବେ ସବୁଦିନ 11:30, 12ଟା ପରେ ହିଁ ପହଞ୍ଚୁଛ। ଆରେ ଆମର ପିଲାଠୁ ଯାହାକେ ପଚାର ସ୍କୁଲରେ ଖାଲି ଅଣ୍ଡା ଭାତ ଛଡା ଆରି କିଛି ଆର୍ ଶିକ୍ଷାର କିଛି ନେଇ ମିଲବାର ନାହିଁ। ତାର ଲାଗି ଆମେ 2ଟା ଟିଚର ଅଛନ୍ ଯେନ୍ଟା 2 ତ ପାଲି ଉଲି ଏକା କରୁଛନ୍ ତାର ଲାଗି ଆମେ ଗାଁ ଲୋକ ମିଶି ତାଲା ଦିଛୁ ଇ ଦାବି ନି করকে যে ସେ ସାର୍ ମାନେ 10 ବଜେ ପହଞ୍ଚ আর আমার ଯେନ୍ ପିଲା ଅଛନ୍ ସେମାନଙ୍କୁ ଭଲସେ ଶିକ୍ଷା ଦି। ନିଶ୍ଚିତ ଭାବରେ ଆପଣ ମାନେ ଶୁଣିଥିଲେ ଜଣେ ଯୁବକ କହୁଥିଲେ ଯେ ସେ 11:30 ଆସିକି ପହଞ୍ଚୁଛନ୍ତି ସାର୍ ଏବଂ ଆଉ ଜଣେ ମା ଅଛନ୍ତି ତାଙ୍କ ସହିତ पाठ पढ़बे ना फिर के नल खुला सीखबे की बजे आसली ସାର୍ ମାନେ ୟୁନିଫର୍ମ ପିନ୍ଧିକି ଆସୁଛନ୍ତି କେଁ देई आस पार इबे भी दे ତମେ ଚାହୁଁଛ କାଣା ହେବି से मन हर टाइम रे आसन खुला को पाठ पढ़ा ଆଉ ଜଣେ ଆଉ ଜଣେ ଅଛନ୍ତି ଛାତ୍ରଛାତ୍ରୀ ତାଙ୍କୁ ପଚାରି ବୁଝିବା ସାର୍ ମାନେ କେତେ ପିଲା ଆସୁଛ କେନ୍ ଗାଁ କେତେ ଶ୍ରେଣୀର ଛାତ୍ରୀ ହେ ତମର ମା ବାପା ମାନେ ଯେନ୍ ଅଭିଯୋଗ କରୁଛନ୍ତି ଯେ ସାର୍ ମାନେ 11 ବଜେ ପରେ ଆସୁଛନ୍ ବୋଲି ଏଟା ସତ କେଁ କେତେ ବୋଲେ ପଢା ହଉଛି କେଁ ସ୍କୁଲ ନେ ନି ପଢାବାର କେତେ ପଢୁଛ ଯେନ୍ ତମର ମା ବୁଆ ମାନେ ଅଭିଯୋଗ କରୁଛନ୍ତି ଯେ ସାର୍ ମାନେ 11 ବଜେ ନି ଆସିବାର ବୋଲି କି ନା ତାର ଉପରେ କାଣ କହିବ ତମେ ନି ଆସିବାର କେଁ କେତେ ପିଲା ଆସୁଛନ୍ আর পাঠ পড়া হচ্ছে তম স্কুল নাই